ବନ୍ଧୁ ଫୋକସ୍ ପ୍ଲସ୍ ଦୀର୍ଘ ଦିନ ହେଲା ବିଶେଷ କରି ଓଡ଼ିଶାରେ ଲୋକଙ୍କର ସେବାରେ ଲାଗିଛି। ବିଭିନ୍ନ ଦୁର୍ନୀତିର କେମିତି ଏକ୍ସପୋଜ ହେବ ଏବଂ ବିଭିନ୍ନ କାର୍ଯ୍ୟାଳୟରେ ସରକାରୀ କାର୍ଯ୍ୟାଳୟ କିପରି ସଂସ୍କାର ଆସିବ ସେଥିପ୍ରତି ଫୋକସ୍ ପ୍ଲସ୍ର ବିଶେଷ କରି ଗୁରୁତ୍ୱ ରହିଛି, ଭୂମିକା ବି ରହିଛି। ତା ବାଦେ ବର୍ତ୍ତମାନ ଖୁସି ଲାଗୁଛି ଫୋକସ୍ ପ୍ଲସ୍ ଆଉ ପାଦେ ଆଗେଇ ଯାଇଛି ଏବଂ ବର୍ତ୍ତମାନ ଡିଜିଟାଲରୁ ସ୍ୟାଟେଲାଇଟ୍ ଚ୍ୟାନେଲ୍ ହେବାକୁ ଯାଉଛି। ଓଡ଼ିଶା ପାଇଁ ଗୋଟେ ଖୁସିର ବିଷୟ, ଯେହେତୁ ଓଡ଼ିଶାରେ ଲିମିଟେଡ୍ ଓଡ଼ିଆ ଚ୍ୟାନେଲ୍ ଅଛି ଯାହାକି ବିଶେଷ କରି ନ୍ୟୁଜ୍ କ୍ଷେତ୍ରରେ କାମ କରୁଛି। ବର୍ତ୍ତମାନ ସେଥିରେ ଫୋକସ୍ ପ୍ଲସ୍ ବି ସ୍ୟାଟେଲାଇଟ୍ରେ ଯୋଡ଼ି ହେଇଯିବ। ତାର ଫାଇଦା ନିଶ୍ଚିତ ଭାବେ ଆମ ଓଡ଼ିଶାବାସୀକୁ ମିଳିବ ଏବଂ ପୂର୍ବ ଯେପରି ସେମାନେ ସେବା ଦେଉଥିଲେ ଆମର ଦର୍ଶକମାନଙ୍କୁ ଆହୁରି ଉନ୍ନତକର ହେବ। ମୁଁ ଆଶା କରୁଛି ସେମାନେ ବହୁତ ଦୂର ଆଗେଇ ଯାଆନ୍ତୁ ଏବଂ ଲୋକଙ୍କର ସେବାରେ ନିଜକୁ ନିୟୋଜିତ ରଖନ୍ତୁ।